ପ୍ରଣୟବଲ୍ଲରୀ କାବ୍ୟର ତୃତୀୟ ସର୍ଗ। ଯୁବକ ଯୁବତୀଙ୍କ ଜୀବନରେ ଯେବେ ନୂଆ ପ୍ରେମ ଭାବ ଆସେ, ଉଭୟେ ଯଦି ସଚ୍ଚା ବା ପ୍ରକୃତ ପ୍ରେମ ପରସ୍ପରକୁ କରୁଥାନ୍ତି ତ ତେବେ ଦୁହିଁଙ୍କ ମନ ମିଶିବାକୁ, କଥା ହେବାକୁ, ଚିନ୍ତା କରିବାକୁ ଅସ୍ଥିର ହୋଇ ପଡ଼ନ୍ତି। ପ୍ରେମର ଏହା ଚିରନ୍ତନ ଧାରା, ଯାହାକି ଦ୍ୱିତୀୟ ସର୍ଗରେ ଦେଖାଗଲା। ସଂଶ୍ଳିଷ୍ଟ ତୃତୀୟ ସର୍ଗରେ ସେହି ପ୍ରେମର ପ୍ରାକୃତିକ ତଥା ମନନଶୀଳ ବିସ୍ତାର, ନୀତିମୟତା ଭିତରେ ସାମାନ୍ୟ ବୌଦ୍ଧିକ ବାକ୍‌ବିଦଗ୍ଧତା ଦେଇ ବ୍ୟଞ୍ଜିତ ହୋଇଅଛି। ତୃତୀୟ ସର୍ଗରେ ଅଛି କି ରାଜା ଦୁଷ୍ମନ୍ତ ଶିକାର କରିବା ସମୟରୁ ହିଁ କଣ୍ୱ ମୁନିଙ୍କ ଆଶ୍ରମ ବଣରେ ଡେରା ପକାଇ ରହିଛନ୍ତି। ଯେହେତୁ ଏହି ବଣରେ ହିଁ ତାଙ୍କର ଜୀବନରେ ଏକ ମୋଡ଼ ପରିବର୍ତ୍ତନର ଭୂମିକା ଆସିଛି, ସେ ଶକୁନ୍ତଳାଙ୍କୁ ଦେଖି ତାଙ୍କର ରୂପ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ଗାନ୍ଧର୍ବ ରୀତିରେ ବା ପ୍ରକୃତି ସ୍ୱୀକୃତିରେ ବିବାହ କରିସାରିଥିଲେ। ଦୁହେଁ ଦୁହିଁଙ୍କ ପ୍ରେମ ଦଉଡ଼ିରେ ବାନ୍ଧି ହୋଇ ମନପ୍ରାଣ, ତନୁ ମନ ଚିନ୍ତାରେ ବ୍ୟାକୁଳ ଉତ୍କଳ ହୋଇଛନ୍ତି। ସେ ଲାଗି ଦୁଷ୍ମନ୍ତ କଣ୍ୱମୁନି ଆଶ୍ରମରୁ ଡେରା ଉଠାଇ ପାରୁ ନଥିବାର କାରଣ ହେଲା, ସେ ଶକୁନ୍ତଳାଙ୍କୁ ଛାଡ଼ି ଏକାକୀ ରହିବାକୁ ଏକାନ୍ତ ଅନିଚ୍ଛୁକ। ସାଥିରେ ନେଇ ଯିବାକୁ ଇଚ୍ଛା, ହେଲେ କଣ୍ୱମୁନିଙ୍କ ସହମତି ଏଥିପାଇଁ ଦରକାର। ବିବାହ ସିନା ହୋଇ ଯାଇଛି, ହେଲେ କନ୍ୟାଦାନ ତ ହୋଇନାହିଁ। ସେଥିପାଇଁ ଶକୁନ୍ତଳା ପତିଗୃହ ଯାତ୍ରା କରିପାରୁ ନାହାନ୍ତି। ମୁନିବର ଆସିଲେ ଯାହା ସ୍ଥିର ହେବ। ଶକୁନ୍ତଳା ସ୍ମୃତି ଏତେଦୂର ଦୁଷ୍ମନ୍ତଙ୍କୁ ବ୍ୟସ୍ତ କରୁଛି ଯେ ସହଜରେ ଶିବିର ଉଠାଇବାକୁ ରାଜି ହୋଇ ପାରୁ ନଥିଲେ। ସେହି ଶିବିରରେ ଥାଇ ରାତିରେ ଶକୁନ୍ତଳା ଭାବନାରେ ରାତି କଟାଇ ସକାଳକୁ ଶିବିରରୁ ବାହାରି କଣ୍ୱମୁନି ଆଶ୍ରମ ବଣ ଏବଂ ମନ୍ଦଗାମିନୀ ମାଳିନୀ ନଦୀ ତୀରରେ ବୁଲୁଥିବା ବେଳେ ଆଶ୍ରମ ଉଦ୍ୟାନ ଓ ତାହାର ଗଛଲତାର ପ୍ରାକୃତିକ ବର୍ଣ୍ଣନା ଦେଇଛନ୍ତି ଦୁଷ୍ମନ୍ତଙ୍କର ସେମାନଙ୍କୁ ଦେଖିବା ଛଳରେ। ପ୍ରକୃତି ବର୍ଣ୍ଣନା ଗଙ୍ଗାଧର ସାହିତ୍ୟରେ ମୁଖ୍ୟ। ସେଥିପାଇଁ ପ୍ରତି ଅଂଶରେ କମ୍ ବେଶୀ ହୋଇ ପ୍ରକୃତିର ରମଣୀୟ ବର୍ଣ୍ଣନା ରହିଛି। ସର୍ଗର ଏହି ଅଂଶରେ ବି ଅଛି। ଶକୁନ୍ତଳା ପ୍ରେମ ଯୋଗୁଁ ଆଶ୍ରମ ପ୍ରେମରେ ଦୁଷ୍ମନ୍ତ ପଡ଼ିଯାଇଛନ୍ତି। କବି କହିଛନ୍ତି, ଯାମନ ଯେପରି ତାପାଇଁ ସେପରି ଫଳ ଥୋଇଥାଏ ବିଶ୍ୱ। ଉଚ୍ଚମନା ଉଚ୍ଚେ ଅମୃତ ଲୋଭଇ ନୀଚମନା ପାଏ ବିଷ। ସୁତରାଂ ଦୁଷ୍ମନ୍ତ ମନପ୍ରେମିକର, ତେଣୁ ଦୃଷ୍ଟି ବା ଦର୍ଶନ ବି ସେହିପରି ପ୍ରେମମୟ। ଦୁଷ୍ମନ୍ତ ପ୍ରେମ ବ୍ୟାପାରରେ ଉଚ୍ଚମନା, ତେଣୁ ପ୍ରେମାମୃତ ପାଇଛନ୍ତି। ସେ ନୀଚମନା ଆଦୌ ନଥିଲେ, ଅତଏବ ବିଷ କାହିଁକି ଜୀବନରେ ପାଇବେ? ଗଙ୍ଗାଧର ତପସ୍ୱିନୀ କାବ୍ୟରେ ଗୋଟିଏ ଜାଗାରେ କହିଛନ୍ତି, ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ, ସୁଖ ନଦିଏ ଦେଖା ଧରା ଦର୍ଶନେ। ନିଜ ଜୀବନେ ହେଲେ ସୁଖ ଆଗତ, ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ। ଦୁଷ୍ମନ୍ତଙ୍କ ଜୀବନରେ ଶକୁନ୍ତଳା ପ୍ରେମର ସୁଖର ବନ୍ୟା ଆସିଛି। ତେଣୁ ଦୁଷ୍ମନ୍ତଙ୍କୁ ଜଗତ, ଏପରିକି କଣ୍ୱମୁନି ଆଶ୍ରମର ବଣ ଏବଂ ଉଦ୍ୟାନ ତଥା ତାହାର ସମସ୍ତ ପରିବେଶ ସୁଖମୟ ଦିଶି ତାଙ୍କ ଜୀବନ ଜଗତକୁ ପୂର୍ଣ୍ଣ ସୁଖରେ ଭରପୂର କରିଥିବା କାରଣରୁ ଦୁଷ୍ମନ୍ତ ସକାଳୁ ପ୍ରାତଃ ଭ୍ରମଣରେ ବାହାରି ମଧ୍ୟାହ୍ନ ପର୍ଯ୍ୟନ୍ତ ମୁନି ଆଶ୍ରମ ବନ ପରିବେଶରେ ପ୍ରାକୃତିକ ସୁଖଭୋଗ କରିଅଛନ୍ତି, ଯାହାକି କବି ଲେଖନୀରେ ମୋହନୀୟ ପ୍ରତିଭାତ ହୋଇଛି। ତୃତୀୟ ସର୍ଗର ଗଦ୍ୟ ରୂପ ରାଜା ଦୁଷ୍ମନ୍ତଙ୍କର କଣ୍ୱମୁନିଙ୍କର ଆଶ୍ରମର ବନ ପ୍ରଦେଶରେ ଶକୁନ୍ତଳା ପ୍ରେମଜନିତ ମଧୁର ଭାବନାରେ ଶିବିର ଭିତରେ ରାତ୍ରି ସରିଛି। ସକାଳେ ମୁନି ଆଶ୍ରମୀୟ ଗଛଲତା, ବନ, ପାର୍ବତ୍ୟ ପ୍ରକୃତି ରାଜାଙ୍କୁ ଦେଖିବାକୁ ଭାରି ଭଲ ଲାଗିଲା। ସକାଳର ନିତ୍ୟକର୍ମ ସାରି ରାଜା ପ୍ରାତଃଭ୍ରମଣରେ ଜଙ୍ଗଲ ବୁଲିବାକୁ ବାହାରିଲେ। ସାଥିରେ ଅନ୍ୟ କାହାକୁ ନ ନେଇ ନିଜେ ଏକାକୀ ଶକୁନ୍ତଳାଙ୍କୁ ମନେ ପକାଇ ବୁଲୁଛନ୍ତି। ଗତକାଲି ଯାହାକୁ ଖାଲି ସୁନ୍ଦର ବୋଲି ଭାବି ଦେଖିଥିଲେ, ଆଜି ସେସବୁ ସୁନ୍ଦରତର ବା ଅଧିକ ସୁନ୍ଦର ମନେ ହୋଇଛି। ଶକୁନ୍ତଳାଙ୍କର ରୂପ ସୌନ୍ଦର୍ଯ୍ୟ, କଣ୍ୱମୁନିଙ୍କ ଆଶ୍ରମର ବନ ପ୍ରକୃତି
କୁ ଦୁଷ୍ମନ୍ତଙ୍କ ପାଇଁ ଅତ୍ୟଧିକ ସୁନ୍ଦର କରିଦେଇଛି। ରାଜାଙ୍କର ଚାହାଣି ଯୋଉଠି ପଡ଼ୁଛି ତାଙ୍କୁ ମନେ ହେଉଛି ସେଠି ଯେମିତି ଶକୁନ୍ତଳା ଅଛନ୍ତି। ଗତକାଲି ଯାହା ଶାନ୍ତି ଦେଉଥିଲା ଆଜି ତାହା ସୌନ୍ଦର୍ଯ୍ୟରେ ଭର୍ତ୍ତି ଭର୍ତ୍ତି ଜଣାଯାଉଛି। କାଲି ଯାହା ସାଧାରଣ ମନେ ହେଉଥିଲା ଆଜି ତାହା ବିଶେଷ ଧରଣର ମନେ ହୋଇଛି। କାଲି ମୁନି ବନକୁ ରାଜଭକ୍ତିର ସହିତ ଦେଖିଥିଲେ, ଆଜି ତାହାକୁ ଭଲ ପାଇ ବସିଛନ୍ତି। କାରଣ ଏଇ ବନରେ ଶକୁନ୍ତଳା ପ୍ରେମ ପାଇଥିବା କାରଣରୁ। କାଲି ମୁନି ବଣ ପ୍ରକୃତିର ସବୁ ପ୍ରକାର ପକ୍ଷୀ ଯଥା ଶୁଆ, କପୋତ, ପକ୍ଷୀରାବକୁ ମୁନି ଯଶକୁ ବର୍ଣ୍ଣୁଥିବା ବେଳେ ଆଜି ସତେକି ସେମାନେ ଦାମ୍ପତ୍ୟ ପ୍ରେମର ପରିଣତି ବର୍ଣ୍ଣୁଛନ୍ତି। କାଲି ହରିଣ ହରିଣୀ ସତେକି ଜାଙ୍ଗଳିକ ପରିବେଶରେ ଥାଇ ଗାମ୍ଭୀର୍ଯ୍ୟ ଭାବ ସର୍ଜିଥିବା ବେଳେ ଆଜି ସତେକି ଦାମ୍ପତ୍ୟ ପ୍ରେମ ବନ୍ଧନରେ ପଡ଼ିଛନ୍ତି। ରାଜା ସେଭଳି ଦେଖିଛନ୍ତି ଏବଂ ଭାବୁଛନ୍ତି। ଜଙ୍ଗଲର କିଛି ଗଛ ବୃକ୍ଷକୁ ରାଜା ଚିହ୍ନି ପାରୁଛନ୍ତି, କିଛିଙ୍କୁ ଚିହ୍ନି ପାରୁନାହାନ୍ତି। ଯେଉଁଥିରେ ଅନାବନା କେତେ ଜାତିର ଫୁଲ ଫୁଟିଛନ୍ତି। ସେମାନଙ୍କ ରଙ୍ଗ ପରସ୍ପରଠାରୁ ଅଲଗା, ଲଗାଲଗି ହୋଇ ସେସବୁ ରହିଛନ୍ତି। ସତେକି ପ୍ରେମ ଆବେଗରେ ପରସ୍ପରକୁ କୁଣ୍ଢେଇଛନ୍ତି। ପକ୍ଷୀମାନେ ଏଇ ସବୁ ଫୁଲ ଗଛମାନଙ୍କରେ କଳରବ କରି ଉଡ଼ି ବୁଲୁଛନ୍ତି। ପ୍ରଜାପତି ବି ଉଡ଼ୁଥାନ୍ତି। ରାଜା ମାନିନୀ ନଦୀ କୂଳରେ ଧୀରେ ଧୀରେ ବୁଲୁଥାନ୍ତି। ହେଲେ ଦୃଷ୍ଟି ଚଞ୍ଚଳ ଥାଏ, ଏଣେ ତେଣେ ଚାହୁଁଥାଏ। ରାଜା ମନ ଉଚ୍ଚାକାଂକ୍ଷା ଯୁକ୍ତ, ନିର୍ମଳ ତଥା ନିଷ୍କପଟତା ଯୁକ୍ତ। ରାଜା ଜଙ୍ଗଲରେ ଥିବା ନିଘଞ୍ଚ ବେତବଣର ଲମ୍ବିଥିବା ସ୍ଥିତିକୁ ଦେଖୁଥାନ୍ତି। ଆଉ ସେଥିରେ ନଈ ବାଲିରେ ମଣିଷର ପାଦଚିହ୍ନ ଅଙ୍କିତ ହୋଇ ଯିବାକୁ ଦେଖୁଛନ୍ତି। ହେଲେ ମଣିଷ ଫେରିବାର ପାଦଚିହ୍ନ ପଡ଼ିନାହିଁ। ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହେଲେ। କିଏ କିଏ ସବୁ ବେତବଣରେ ପଶିକି କ'ଣ ସବୁ ସେଠି କରୁଛନ୍ତି? ପ୍ରଚଣ୍ଡ ଖରା ପଡ଼ିଛି, ଅଥଚ ଯାଇଥିବା ଲୋକେ ଫେରିନାହାନ୍ତି କାହିଁକି? ତାଙ୍କ ରାଜ୍ୟର ଏ ବଣ, ତେଣୁ ରାଜା ହୋଇ ତଦାରଖ ନ କରିବେ କେମିତି? ପ୍ରବଳ ଖରା, ନଈ ବାଲି ବି ଗରମ ଅଛି। ଦ୍ୱିପ୍ରହର ସମୟକୁ ବେତବଣ ଛାଇରେ କାଟିବାକୁ ମୁନିକୁମାରୀମାନେ ଏହା ଭିତରକୁ ଯାଇଛନ୍ତି। ନିକଟରେ ମାଳିନୀ ନଦୀ ପ୍ରବାହିତ, ତେଣୁ ଦେହକୁ ଥଣ୍ଡା ଲାଗୁଥିବ। ଚକ୍ରବାକ ଚକ୍ରବାକୀ ଦମ୍ପତି ବେତବଣ ଛାଇରେ ଅଛନ୍ତି। ରାଜା ଦେଖୁଛନ୍ତି। ନଦୀ ବାଲିରେ ଚିକ୍କଣ ପଥର ଧଳା ଏବଂ ଥଣ୍ଡା ଥିବାର ଦେଖି ରାଜା ତା ଉପରେ ବସିଗଲେ। ନିକଟରେ ଯୁବତୀ କଣ୍ଠର ଧ୍ୱନି ରାଜା ଶୁଣିଲେ। ରାଜା ମନଧ୍ୟାନ ଦେଇ ଶୁଣିବାକୁ ଲାଗିଲେ। ଯୁବତୀମାନେ ଗୀତ ଗାଉଥିଲେ। ଗୀତର ସାରମର୍ମ ହେଲା, ଜଙ୍ଗଲ ଭିତରେ ପଦ୍ମଫୁଲରେ ଭର୍ତ୍ତି ପୋଖରୀଟିଏ, ନିକଟରେ ପାହାଡ଼। ସେଠି ସୂର୍ଯ୍ୟଙ୍କର କିରଣ ପଡ଼ୁ ନଥିଲା ଯେତେବେଳେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଥିଲା, କିନ୍ତୁ ଏବେ ଉତ୍ତରାୟଣ ଗତି ଯୋଗୁଁ ପଡ଼ିଛି। ସୂର୍ଯ୍ୟଙ୍କର କିରଣରେ ପଦ୍ମଫୁଲ ଫୁଟିଲା। ବର୍ତ୍ତମାନ ମେଘ ଢାଙ୍କିଥିବାରୁ ସୂର୍ଯ୍ୟ ଦିଶୁ ନଥିଲେ। ସକାଳେ ଉଦୟ ହେବାର ଆଶାରେ ପଦ୍ମଫୁଲ ଆଶାନ୍ୱିତ ହୋଇ ରହିଥିଲା। ସେକଥା ସୂର୍ଯ୍ୟ ବୁଝିଛନ୍ତି କି ନାହିଁ ଯେ, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ଜଗତରେ ସୂର୍ଯ୍ୟ ବିନା ପଦ୍ମିନୀର ଗତି ନାହିଁ। ସଙ୍ଗୀତର ଭିତିରି ଉଦ୍ଦେଶ୍ୟ ଥିଲା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ନେଇ ପାଟି କରିକି ସଙ୍ଗୀତ ଗାନ ଚାଲିଥିବା କାରଣରୁ ନଦୀର ବୋହିବା ସ୍ୱନ ଝିଙ୍କାରିର ଶବ୍ଦ ବି ଶୁଣାଯାଉ ନଥିଲା। ସଙ୍ଗୀତ ସ୍ୱରକୁ ଚକୁଆ ଚକୋଇ ଶୁଆ, କପୋତ ସବୁ ନୀରବରେ ଶୁଣୁଥାନ୍ତି। କୋଇଲି କୁହୁତାନ ଶୁଭୁଥିଲା। ସଙ୍ଗୀତ ଶୁଣି ରାଜାଙ୍କ ମନ ବିଭୋର ଥାଏ। ରାଜାଙ୍କ ମନ ନଦୀ ଖୁସିରେ ଉଛୁଳି ଉଠିଲା। ରାଜାଙ୍କ ମନ ବ୍ୟାକୁଳ ହୋଇ ଉଠିଥିଲା। ଚଞ୍ଚଳ ଉଠି ଆବୁଡ଼ା ଖାବୁଡ଼ା ପଥରେ ରାଜା ଆଗକୁ ଚାଲିଲେ। ଯୁବତୀଙ୍କ ଅଜାଣତରେ ଥାଇ ଗଛମାନଙ୍କର ପତ୍ରଗହଳରୁ ଫାଙ୍କରୁ ଦେଖିଲେ କି ଅନସୂୟା ଫୁଲହାର ଗୁନ୍ଥୁଛି। ଶକୁନ୍ତଳା ସେଇ ଫୁଲହାରକୁ ଚାହିଁ ଅନ୍ୟ କିଛି ଭାବୁଥିଲା। ପ୍ରିୟମ୍ବଦା ହିଁ ଗୀତ ଗାଉଥିଲା। ଆଉ ତାର ଗୀତ ଗାନ ସରିଲା। ପ୍ରିୟମ୍ବଦା ହସିକି ଅନସୂୟାକୁ କହିଲା, ତୋ ଫୁଲହାର ଗୁନ୍ଥା ବନ୍ଦ କରିକି ମୁଁ ଯାହା ଗାଇଲି ତୁ ଏବେ ଗା ତ। ଅନସୂୟା ହସିକି କହିଲା, ମୋ ଗୀତ ତୋ ପରିକା ହେବ ନାହିଁ। ମୁଁ ଗୀତ ଗାଇଲେ ମନର ମଣିଷ ଆସି ପହଞ୍ଚିଯିବେ। ହାର ଯଦି ତିଆରି ହୋଇ ନଥିବ, ତା ହେଲେ ଶକୁନ୍ତଳା କ'ଣ ଦେଇ ତାର ମନର ମଣିଷକୁ ବୁଝିବ? ଶକୁନ୍ତଳାର ସଖୀଦ୍ୱୟ ଶକୁନ୍ତଳାକୁ ଭାରି ଭଲ ପାଉଥିଲେ। ତାହାରି ଚିତ୍ର କବି ଏଠାରେ ଦେଇଛନ୍ତି। ଶକୁନ୍ତଳା ସବୁବେଳେ ଦୁଷ୍ମନ୍ତଙ୍କ କଥା ଭାବି ଭାବି ଅନ୍ୟମନସ୍କ ରହୁଥିଲା। ସେ ସଖୀଦ୍ୱୟଙ୍କର କଥା ଶୁଣୁ ନଥିଲା।
ପ୍ରିୟମ୍ବଦା ଏହା ଜାଣିପାରୁଥିଲା। ଜାଣିବା ସତ୍ତ୍ୱେ ବି ସେ ଶକୁନ୍ତଳା ମୁଣ୍ଡକୁ ସଜାଡ଼ି ଫୁଲ ଅଳଙ୍କାରରେ ତାର ମୁଣ୍ଡରେ ନେଇ ଲଗାଇଲା। ଅନସୂୟାର ହାର ତିଆରି ସରିଗଲା। ପ୍ରିୟମ୍ବଦା ଅନସୂୟାକୁ କହିଲା, ଏବେ ଗୀତ ଗା। ଅନସୂୟା ଅଳ୍ପ ହସି ଶକୁନ୍ତଳାକୁ ଅନ୍ୟମନସ୍କ ନ ହେବାକୁ କହି ଗୀତ ଆରମ୍ଭିଲା। ଦେଖ, ଏବେ ତୋର ପ୍ରାଣମିତ୍ର ଆସିଯିବେ। ଆମ୍ବ ପାଚିଲେ କୋଇଲି ଆସି ଗୀତ ଗାଇଥାଏ। ସେମିତି ମଣିଷର ଭଲ କାମକୁ ଦେଖିକି ପ୍ରାଣଦେବତା ଆଶାକୁ ପୂରଣ କରିଥାନ୍ତି। ସଫା ଆକାଶ ଥିଲେ ଚନ୍ଦ୍ରକିରଣ ସଫା ହୋଇ ପୃଥିବୀରେ ପଡ଼େ। ଛନ୍ଦ କପଟହୀନ ଭଲ ପାଇବା ମଣିଷଠାରେ ଥିଲେ ସେହି ମଣିଷ ସହିତ ଅନ୍ୟ ମଣିଷମାନେ ସମ୍ପର୍କ ରଖିବାକୁ ଆସନ୍ତେ। ଭଲ ଲୋକ ମନ ବିକାରଗ୍ରସ୍ତ ହୋଇ ନଥାନ୍ତି ବୋଲି ସଂସାରରେ ପ୍ରବାଦ ଅଛି। ସେମିତି ମୋର ସଖୀ ଶକୁନ୍ତଳା ଭାଗ୍ୟରେ ଦୁଷ୍ମନ୍ତ ପ୍ରେମ ଅଲଗା ହେବ ନାହିଁ। ରତ୍ନ ଚିହ୍ନୁଥିବା ଲୋକ ରତ୍ନ ପାଇଲେ ରତ୍ନକୁ ପରୀକ୍ଷା ନ କରି ଛାଡ଼ି ନଥାଏ। ଫୁଟିଥିବା ତାଜା ଫୁଲକୁ ହାତରେ ପାଇଥିବା ଲୋକ ସେହି ଫୁଲକୁ ପାଦରେ ଦଳି ଦେଇ ନଥାଏ। ଭଲ ପାଇବାର ଏହାହିଁ ଲକ୍ଷଣ। ଜିଭ ଖରାପ ନଥିଲେ ମିଠା କାହାକୁ ଖରାପ ଲାଗି ନଥାଏ। ମିଠା ପିତା ହୋଇଯାଏନା। ପାଣି ପଡ଼ିଲେ ଶୁଖିଲା ଲତା ଗଛ ଯେମିତି କଅଁଳି ଉଠେ, ସେମିତି ମୋର ମିତଣୀର ମନର ମଣିଷ ତୁମେ କୁଆଡ଼େ ଲୁଚିଛ? ଆସି ସଖୀକୁ ଦେଖା ଦିଅ। ପ୍ରିୟମ୍ବଦା ତୋର ଗୀତ ବନ୍ଦ କର। ଥଟ୍ଟା କରି ଅନସୂୟା କହିଲା, ହେଇଟି ଶୀଘ୍ର ବିଜୁଳି ବେଗରେ ରାଜା ଆସି ପହଞ୍ଚିଗଲେଣି। ତୋର ବେଙ୍ଗରଡ଼ି ଗୀତ ଶୁଣେ। ରାଜା ଆସିଲେଣି ଶୁଣିକି ଚମକି ଶକୁନ୍ତଳା ଚାହାନ୍ତେ ସତକୁ ସତ ରାଜା ଦୁଷ୍ମନ୍ତ ପହଞ୍ଚି ସାରିଥିଲେ। କାରଣ ସେ ଗଛପତ୍ର ଆଢ଼ୁଆଳରେ ଲୁଚି ଠିଆ ହୋଇଥିଲେ। ତେଣୁ ଆସିବାରେ ଡେରି କେମିତି ହେବ? ସଖୀ ଶକୁନ୍ତଳା ସମସ୍ତେ ରାଜାଙ୍କ ପାଖରେ ଆସି ପହଞ୍ଚିଗଲେ। ଲାଜ ଲାଗୁଥିଲା ସମସ୍ତଙ୍କୁ। ଶକୁନ୍ତଳା ମନେ ମନେ ଥରୁଥାଏ। କେମିତି କ'ଣ କହି ସମ୍ଭାଷଣ କରିବ। ତଥାପି ମନରେ ଖୁସି ଥାଏ। ତିନିହେଁ ଲାଜରେ ତଳକୁ ମୁହଁ ପୋତିଥାନ୍ତି। କେହି କିଛି କଥା କହୁ ନଥାନ୍ତି। ତେବେ କିଛିକ୍ଷଣ ପରେ ପ୍ରିୟମ୍ବଦା ଇସାରା ଦେଇ ଶକୁନ୍ତଳାକୁ କହିଲେ, ଲାଉ ତୁମ୍ଭାରେ ଜଳ ଅଛି, ଦୁଷ୍ମନ୍ତଙ୍କ ପାଦ ଧୋ। ଶକୁନ୍ତଳା ଅନସୂୟାଙ୍କୁ କହିଲା, ତୁ ଧୋ। କହିଲା ସିନା, ହେଲେ ତାର ମନ ଚାହୁଁ ନଥାଏ କି ଅନସୂୟା ଦୁଷ୍ମନ୍ତଙ୍କର ପାଦ ଧୋଉ ବୋଲି। ଅନସୂୟା କିନ୍ତୁ କହିଲେ, ତୋର ସିଏ, ତେଣୁ ତୁ ଯାଇ ଧୋ। ବିଧାତା ମୋତେ ସେ ଅଧିକାର ଦେଇନାହିଁ, ତେଣୁ ମୁଁ ଧୋଇ ପାରିବି ନାହିଁ। ଏସବୁ କାର୍ଯ୍ୟକଳାପ ସ୍ପଷ୍ଟ ଜଣାଇ ଦେଉଛି ଭାରତୀୟ ସଂସ୍କୃତିକୁ କି ଅତିଥି ସେବାୟାଃ ଗୃହସ୍ଥସ୍ୟ ପରମ ଧର୍ମ ଏବଂ ମଣିଷର ଶୃଙ୍ଖଳା ନୀତିବୋଧକୁ, ତାର ଆଦର୍ଶବାଦିତାକୁ। ଆଦର୍ଶବାଦୀ ଚରିତ୍ର ସ୍ରଷ୍ଟା ଥିଲେ ଗଙ୍ଗାଧର ନିଜେ। ତେଣୁ ତାଙ୍କ କାବ୍ୟ ପାଠକ ପ୍ରାଣକୁ ଆହ୍ଲାଦ ଦିଏ, କୁତ୍ସିତ ଭାବନା ଆଣି ନଥାଏ। ଥର ଥର ହାତରେ ଶକୁନ୍ତଳା ଦୁଷ୍ମନ୍ତଙ୍କ ପାଦ ଧୋଇଦେଲା। ପ୍ରିୟମ୍ବଦା ଦୁଷ୍ମନ୍ତଙ୍କ ବସିବା ପାଇଁ କୋମଳ ପତ୍ର ଆସନ ବିଛାଇ ଦେଲା। ଭାରତୀୟ ସଂସ୍କୃତି କହେ, ଅତିଥି ଦେବୋ ଭବ, ଅର୍ଥାତ୍ ଅତିଥି ଦେବତା ସମାନ ଅଟନ୍ତି, ତେଣୁ ସମ୍ମାନର ଯୋଗ୍ୟ ଅଟନ୍ତି। ଦୁଷ୍ମନ୍ତଙ୍କ ପଦସ୍ପର୍ଶରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କ ଉଭୟଙ୍କ ଦେହରେ ମନରେ ଏକ ଅପୂର୍ବ ରୋମାଞ୍ଚ ବା ଶିହରଣ ଖେଳିଗଲା। ଶକୁନ୍ତଳା ମନେକଲା, ଏହି କାମ ମୋ ପାଇଁ କଷ୍ଟକର କିମ୍ବା ଓଜନିଆ ଅପମାନଜନକ ଆଦୌ ନୁହେଁ। ଅଧିକନ୍ତୁ ଏଭଳି ପତିସେବା କରିବା ସମ୍ପଦ, ଧନ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ। ଶକୁନ୍ତଳାଙ୍କର ସଖୀଙ୍କ ଅନୁରୋଧ ରକ୍ଷା କରି ରାଜା ଦୁଷ୍ମନ୍ତ କୋମଳ ମୃଦୁ ପଲ୍ଲବ ଆସନରେ ଆଗ୍ରହର ସହିତ ବସିଲେ। ଦୁଷ୍ମନ୍ତଙ୍କୁ ନିଜ ସିଂହାସନର ରତ୍ନ ଅଳଙ୍କାର ଖଚିତ ଆସନଠାରୁ ବି ବଳି ଅଧିକ ସୁଖକର ମନେହେଲା ଏହି କୋମଳ ପଲ୍ଲବ ଆସନ। କାରଣ ଯୁବକ ଯୁବତୀର ପ୍ରେମର ପ୍ରଥମ ସ୍ପର୍ଶ ଅଗତ୍ୟା ମନଲାଖି ମନେହେବା ସାଧାରଣ କଥା। ସଖୀଙ୍କର ଆଦେଶରେ ଶକୁନ୍ତଳା ଦୁଷ୍ମନ୍ତଙ୍କ ବେକରେ ଫୁଲହାର ଗଳାଇ ଦେଲା। ଶକୁନ୍ତଳା ଭାବୁଥିଲା, ଦୁଷ୍ମନ୍ତ ମୋର ମନର ମାଲିକ ଅଛନ୍ତି। ଏ ଫୁଲହାର ନୁହେଁ ଯେ ମୁଁ ତାଙ୍କ ପ୍ରତି ମୋର ଭଲ ପାଇବାର ଭାର ବା ଦାୟିତ୍ୱ ଦେଉଛି। ପ୍ରିୟମ୍ବଦା ହସିକି କହିଲା, ମହାରାଜ, ଆମ ସଖୀ ଶକୁନ୍ତଳା ହେଉଛି ମୁନିକନ୍ୟା, ତପୋବନର ତପସ୍ୱିନୀ। ସେ ଅବା ଆପଣଙ୍କୁ କ'ଣ ଦେଇ ଖୁସି କରାଇ ପାରିବ? ଆପଣ ଯେତେବେଳେ କାଲି ଶକୁନ୍ତଳାର ହାତ ଧରିବାକୁ ବିବାହ କଲେ, ତେବେଠାରୁ ଆମେ ବୁଝିନେଲୁ କି ଆପଣଙ୍କର ମନୋଭାବ ବହୁତ ଉଚ୍ଚ, ଦୟାଳୁ ଅଛି। ଆଉ ଏକ କଥା ଅଧିକା କରି କହୁଅଛି କି, ମୁନିକନ୍ୟା ଆପଣଙ୍କର ସ୍ତ୍ରୀ ହେଉ, ଆପଣ ତାକୁ ପତ୍ନୀ ରୂପେ ବରଣ କରନ୍ତୁ।
ମୁନି ଉପବନରେ କେବଳ କୁମାରୀ ଫୁଲର ସମ୍ପଦ ରହିଛନ୍ତି। ତାଙ୍କର ଦାମ ବା ମୂଲ୍ୟ ହେଉଛି ତାଙ୍କର ଚରିତ୍ର ବତ୍ତା। ସୁତରାଂ ଆପଣ ଖୁସିର ସହିତ ନିଜର ସ୍ୱାମୀ ପଣିଆକୁ ବ୍ୟକ୍ତ କରନ୍ତୁ ସେହି ଶକୁନ୍ତଳା ରୂପୀ ଫୁଲକୁ ଭଲ ପାଇ ସ୍ନେହ ଶ୍ରଦ୍ଧା ଦ୍ୱାରା। ରାଜା ଦୁଷ୍ମନ୍ତ ନିଜ ଭାଗ୍ୟକୁ ପ୍ରଶଂସା କରି ମନେ ମନେ ଭାବୁଥାନ୍ତି କି ମୁଁ ଶକୁନ୍ତଳାର ପ୍ରେମ ରୋଗୀ, ଆଉ ମୁଁ ଯାହା ଚାହୁଁଛି ମୋର ରୋଗର ଚିକିତ୍ସା ଉପଶମ ପାଇଁ ଭିକ୍ଷୁକଟିଏ ହୋଇ ମୋତେ ତାହା ଦାନସୂତ୍ରରେ ମିଳିଗଲା ଶକୁନ୍ତଳା ଓ ତାହାଙ୍କ ସଖୀଙ୍କ ଦାନରୁ। ସଖୀଏ ଆୟୋଜକ ହେଲେ, ଶକୁନ୍ତଳା ଭଲ ପାଇ ବସିଲା। ରାଜା କହିଲେ, ତପସ୍ୟାର ଫଳସ୍ୱରୂପ ରାଜାଙ୍କୁ ବର ରୂପେ ପ୍ରାପ୍ତ କଲା ଶକୁନ୍ତଳା ତପସ୍ୱିନୀ ମୋତେ ତାଙ୍କର ମନର ହାରଟିଏ କରିଦେଲା। ପ୍ରିୟମ୍ବଦା ସଖୀ ରାଜାଙ୍କୁ କହିଲା, ଶକୁନ୍ତଳା ବଣଫୁଲଟିଏ, ସେ କ'ଣ ରାଜାଙ୍କ ଅନ୍ତଃପୁର ନାରୀମାନଙ୍କ ମଧ୍ୟରେ ସେହି ଫୁଲର ସମାଦର ପାଇପାରିବ ତ? ରାଜା କହିଲେ, ତୁମ ଶକୁନ୍ତଳା ସ୍ୱର୍ଗ ଉଦ୍ୟାନର ପାରିଜାତ ପୁଷ୍ପ। ଯଦି ଏହି ଫୁଲ କାହାକୁ ମିଳେ ତେବେ ସେଭଳି ବ୍ୟକ୍ତି ନଶ୍ୱର ଜଗତ ବଗିଚା ଫୁଲକୁ କାହିଁକି ଅବା ଚାହିଁବ? ସେମାନେ ଅଜଣା ଅବହେଳିତ ଅବଶ୍ୟ ହେବେ। ପ୍ରିୟମ୍ବଦା ସଖୀ ପୁଣି ପଚାରିଲା, ଶକୁନ୍ତଳାର ପକ୍ଷ ନେଇ ମୋର ସାଙ୍ଗର ପୁଅ ପାଇବ କ'ଣ? ସଂସାରରେ ନଦୀ, ବାଘ, ରାଜା କଦାପି ବିଶ୍ୱସ୍ତ ନୁହନ୍ତି। ନଦୀ କୁଆଡ଼େ ବୋହିବ କାହାକୁ ଜଣା ନଥାଏ। ବାଘ ପାଖରେ ଖାଦ୍ୟର ଦୟା ନାହିଁ, ସେ ହିଂସ୍ର ଖାଦକ, ଖାଇବ ଅବଶ୍ୟ। ସେହିପରି ରାଜାଙ୍କ ବିଚାର ବିଗିଡ଼େ, ଯାହାର ସ୍ଥିରତା ନଥାଏ। ପ୍ରିୟମ୍ବଦା କହିଲା, ଶକୁନ୍ତଳାର ଭବିଷ୍ୟତ ବଂଶଧର, ତାର ପୁଅ କଥା ଆମର ପଚାରି ଲାଭ ନାହିଁ। ରାଜା କହିଲେ, ପୁଅ ହେଲେ ସେ ମୋର ଉତ୍ତରାଧିକାରୀ ହେବ। ତପସ୍ୱିନୀ ରସ, ରାଜାଙ୍କ ନାଗରିକ ରସ, ପୁଣି ସେଥିରେ ପ୍ରେମ ରସ, ତିନି ରସର ସମ୍ମିଶ୍ରଣ ହେଲା ଆଲୋକ ଅନ୍ଧାର ଅଶୁଭ ଭଳିଆ ଏହି ଥଟ୍ଟା ମଜା ଆନନ୍ଦର ମହାଝଡ଼ ସୃଷ୍ଟି କଲେ। ଅର୍ଥାତ୍ ଭବିଷ୍ୟତ ତ ଅନ୍ଧାର, କ'ଣ ହେବ, ସୁଖ ଦୁଃଖ ଦୁର୍ଯୋଗ କ'ଣ ମିଳିବ ଜୀବନକୁ, ତାହା ବର୍ତ୍ତମାନ ସମୟରେ କ'ଣ କୁହାଯାଇ ପାରିବ? ଅନିଶ୍ଚିତ ଭବିଷ୍ୟତ ତାହା। ଏଇ ଝଡ଼ ଅନ୍ଧକାର ଭିତରେ ରାଜା ଅଭିମାନ ହିଁ ସୂର୍ଯ୍ୟତେଜ ବିକିରଣ କଲା। ପ୍ରେମର ପ୍ରବଳତା ତପୋବନ ଜଙ୍ଗଲରେ ନିନ୍ଦା ଭଳି କାମ କଲା। ତପସ୍ୱିନୀ ସଦା ନିରସ, କାରଣ ସଂସାର ଆସକ୍ତି ନାହିଁ। ତେଣୁ ସେମାନେ ସଂସାର ଆସକ୍ତିର କଥା କହିଲେ ତାହା ତାଙ୍କ ସ୍ୱଭାବର ନିନ୍ଦା ହିଁ ହେବ। ପ୍ରେମର ଆବେଗରେ ସେମାନେ ସେ ଜ୍ଞାନପଥ ବି ଭୁଲି ଯାଇଥିଲେ। ଶକୁନ୍ତଳା ଜାଣି ନ ଜାଣିଲା ପରି ଚୁପ୍ ହୋଇ ବସିଥାଏ, ମନ ଭିତରେ ଖୁସି ହେଉଥାଏ। ଏହି ସମୟରେ ହରିଣ ଛୁଆଟିଏ ସେମାନଙ୍କ ସାମ୍ନାରେ ଆସି ଠିଆ ହେବାରୁ ପ୍ରିୟମ୍ବଦା କହିଲା, ଆହା ବିଚାରା ମୃଗ ଶିଶୁଟି, ଭୋକରେ ମା'କୁ ତାର ଖୋଜୁଛି। ମୁଁ ଯାଏଁ ତାକୁ ତା ମା ପାଖରେ ନେଇ ଛାଡ଼ିଦେବି। ଅନସୂୟା ବି କହିଲା, ମୁଁ ଯାଉଛି ଏହାର ମା'କୁ ଖୋଜେ, କୁଆଡ଼େ ସେ ଗଲା? ଏହା କହି ଦୁହେଁ ଶୀଘ୍ର ସେ ସ୍ଥାନ ଛାଡ଼ି ଚାଲିଗଲେ। ଶକୁନ୍ତଳା କହିଲା, ଆରେ ମୁଁ ଏକାକୀ ହୋଇଗଲି ଯେ। ରାଜା କହିଲେ, ମୋତେ ତ ତୁମେ ପ୍ରେମ ଧନରେ କିଣି ନେଇଛ, ଏକୁଟିଆ କେମିତି ହେଲ? ମୁଁ କିଛି ଜାଣେ ନାହିଁ କହି ଶକୁନ୍ତଳା ଯିବାକୁ ବ୍ୟସ୍ତ ହେଲା। ରାଜା କହିଲେ, ଯଦି କିଛି ନ ଜାଣୁଛ ତେବେ ଚୁପଚାପ ବସି ରୁହ। ରାଜାଙ୍କ କଥା ଶୁଣି ଶକୁନ୍ତଳା କହିଲା, ମୁଁ ଜଙ୍ଗଲରେ ରୁହେ, ସୁନା କେମିତି ସୁନା କେମିତି କରିବି? ରାଜା କହିଲେ, ହେ ମିଠା କଥା କହି ଶକୁନ୍ତଳେ, ମୁଁ ବି କ'ଣ ଜାଣେ ସୃଷ୍ଟି କେମିତି ଧଳା ହୁଏ? ଶକୁନ୍ତଳା କହିଲା, ଅମୃତ ସୁଧା ତ ଚନ୍ଦ୍ର ପାଖରେ ଅଛି। ରାଜା କହିଲେ, ଚନ୍ଦ୍ର ତ କଳଙ୍କିତ, ହେଲେ ନିଷ୍କଳଙ୍କ ଧଳା ଅମୃତ ତୋର ଓଠରେ ଅଛି, ଯାହାକି ପ୍ରେମରେ ପୂର୍ଣ୍ଣ। ଏମିତି ଦୁଷ୍ମନ୍ତ ଶକୁନ୍ତଳାଙ୍କ ଭିତରେ ଥଟ୍ଟା ମଜା ଚାଲୁଥିବା ବେଳେ ଦୁହେଁ ଦେଖିଲେ ଦିନ ଗଡ଼ିଲାଣି, ସୂର୍ଯ୍ୟ ଅସ୍ତ ଯାଉଛନ୍ତି। ଗଛର ପତ୍ର ଗହଳିରେ ତାଙ୍କ ରକ୍ତିମ କିରଣ ପଡ଼ିଛି। ପରପ୍ରେମ ଦେଖିଲେ ନିଜର ପ୍ରେମ ମନେପଡ଼େ। ଦୁଷ୍ମନ୍ତ ଶକୁନ୍ତଳା ପ୍ରେମ ଦେଖିକି ସୂର୍ଯ୍ୟ ପୃଥିବୀର ପ୍ରେମ ମନେ ପକାଇ ଧୀରେ ଧୀରେ ତାହାରି ଭିତରେ ବୁଡ଼ିବାକୁ ଗଲେ। ଛାୟା ପ୍ରେମରେ ପଡ଼ିଗଲେ। ଛାୟା ସୂର୍ଯ୍ୟଙ୍କ ପତ୍ନୀ। ଛାୟା ପ୍ରେମରେ ସୂର୍ଯ୍ୟ, ସୂର୍ଯ୍ୟ ପ୍ରେମରେ ଛାୟା ଥାଇ ଶୀଘ୍ର ଶୀଘ୍ର ଢଳି ପୃଥିବୀକୁ ଅନ୍ଧାର କରିଦେଲେ। ବଣ ଗହଳିରେ ବୁଡ଼ିଲେ। ଛାୟା
ତଳକୁ ଗଲାବେଳେ ଗଛର ପ୍ରତିଚ୍ଛାୟା ଲମ୍ବ ହୋଇ ଭୂମିରେ ପଡ଼ିଲା। ଛାୟା ଗଛକୁ କହିଲେ, ଚନ୍ଦ୍ର ଉଦୟ ହେଲେ ପୁଣି ମୁଁ ତୋ ପାଖକୁ ଆସିବି। ଜଙ୍ଗଲ ନିକଟରୁ ଥାଇ ପ୍ରିୟମ୍ବଦା ଶକୁନ୍ତଳାଙ୍କୁ ସଂକେତରେ କହିଲା, ପଦ୍ମକୁ ତ୍ୟାଗ କରି ସୂର୍ଯ୍ୟ ଗଲେଣି, ଚକ୍ରବାକ ଚକ୍ରବାକୀ ବଢ଼େଇ ଗଲେଣି। ଜାଣିପାରି ରାଜା ଶିବିରକୁ ଏବଂ ଶକୁନ୍ତଳା କୁଡ଼ିଆକୁ ଚାଲିଗଲେ। ସୁନ୍ଦରୀ ମନରେ ପ୍ରେମ ଫୁଲ ଫୁଟି ଉଠିଲା। ରାଜାଙ୍କର ବିଦାୟ ଗମନକୁ ଚାହିଁ ସୁନ୍ଦରୀ ଶକୁନ୍ତଳା ଲୋଭାନ୍ୱିତ ହୋଇଗଲା। ଏକ ଅସନ୍ତୁଷ୍ଟ ବ୍ୟକ୍ତ କଲା ମନ ଭିତରେ। ରାତିକୁ ଶକୁନ୍ତଳା ଦୁଷ୍ମନ୍ତ ପ୍ରେମ ଚିନ୍ତାରେ ଭାବି ବିତେଇ ଦେଲା। ଅଳ୍ପ କିଛି ଦିନ ରହି ରାଜା ମୁନି ଆଶ୍ରମର ଶିବିରରେ ପ୍ରୀତି ଉପଭୋଗ କରି ନିଜ ନଅରକୁ ବାହୁଡ଼ି ଗଲେ। ଗଲାବେଳେ ଶକୁନ୍ତଳାଙ୍କୁ ଏହା ପ୍ରତିଶ୍ରୁତି ଦେଇଥିଲେ କି ତୁମକୁ ପରେ ଆସି ନେଇକି ଯିବି। ପ୍ରଣୟବଲ୍ଲରୀ କାବ୍ୟର ତୃତୀୟ ସର୍ଗର ଏଇଠି ସମାପ୍ତି।